କରିବାକୁ ହବ। ସେ ହାରଣୀ ମୋର ସତ କଥା ଆଦାୟ ନ କଲା ପର୍ଯ୍ୟନ୍ତ ମୁଁ ଶାନ୍ତିରେ ନିଶ୍ୱାସ ମାରିବିନି। ସତ କହିବ, ସବୁ ସତ କହିବ। ଖାଲି ସତ କହିବନି, ପୋଲିସ ଆସିବ, ତା ହାତରେ ହାତକଡ଼ା ପକେଇ ତାକୁ ଟାଣି ଟାଣି ଜେଲକୁ ନେଇଯିବ। ସେମାନଙ୍କ ଫାଶୀ ଖଣ୍ଡିରେ ଝୁଲିଲେ ଯାଇ ମୋ ଭଉଣୀ କଳ୍ପନାର ଆତ୍ମା ଶାନ୍ତି ପାଇବ। ଶାନ୍ତି ପାଇବ ତା ଆତ୍ମା। ବାପା क्या हुआ? ତମକୁ କଣ ଶୁଭିଲାନି? क्या हुआ? ମୋହ ଲୁଚେନି ପାପ ଲୁଚେନି କପିଳା ଦାସ। ପାପ କିଏ ପାପ କରୁଛି? ଆମେ ତ ତମକୁ ସେଇ କଥା ପଚାରୁଛୁ। ମତେ ପଚାରୁଛନ୍ତି କଣ ପାଇଁ? ସେଦିନ କହିଥିଲି ଆଜି ବି କହୁଛି ମୁଁ କିଛି ପାପ ଫାପ ଜାଣେନି। ମୋ ଭଉଣୀ କଳ୍ପନା କି ଦୋଷ କରିଥିଲା ତମର? କଳ୍ପନା କଳ୍ପନା କିଏ ମୁଁ ତାକୁ ଚିହ୍ନେନି କି ଜାଣେନି। କଳ୍ପନା ସେଇ ଝିଅ ଯାହାକୁ ବଳାତ୍କାର କରି ତାକୁ ହସ୍ପିଟାଲକୁ ନେଇ ଯାଇଥିଲ। ପୋଲିସ ଭାଇନା ହସ୍ପିଟାଲ ଛାଡ଼ି ଦେଇ ତାକୁ ଚାଲି ଆସିଥିଲ। ଆଜ୍ଞା ସେଦିନ କହିଥିଲି ଆଜି ବି କହୁଛି କଳ୍ପନା କିଏ ମୁଁ ତାକୁ ଚିହ୍ନେନି କି ଜାଣେନି। ଆଉ ତମେ ଛାଡ଼ି ଦେଇ ଚାଲି ଆସିଲା ପରେ ସେଇଟା ମରିଗଲା। ମରିଗଲା ମୋ ଭଉଣୀ। ଏ ବାବୁ ତମେ ମାନେ ଏମିତି ପରିସ୍ଥିତି କରିଦେଇ ସାରିଲଣି ମୁଁ ତମ ମାନେ କଥା ଶୁଣି ଶୁଣି ପାଗଳ ହେଇଯିବି। ଆଉ ଶେଷରେ ମତେ ପାଗଳଖାନାକୁ ଯିବାକୁ ହବ। ପାଠପଢ଼ାକୁ ଯିବ ତ? ମାନେ ଜେଲଖାନାକୁ ଯିବ ତ? ଫାଶୀ ଖୁଣ୍ଟରେ ଝୁଲିବ। ତମେ କଣ ଫାଶୀ ଖୁଣ୍ଟ? ତମେ କଣ କାଠଗড়ା? ତମେ କଣ ଆଇନ କାନୁନ? ତମେ ଚାହିଁଲେ ମୁଁ ଜେଲ ଚାଲିଯିବି। Yes! ଆମେ ତ ସାମ୍ନାରେ, ଆମେ ଚାହିଁଲେ ତମେ ଜେଲ ଯିବ। ହେଲେ କାହିଁକି କଣ ପାଇଁ? ସେଇ ରେପ୍ କେସ୍।